ମୁଁ ଗୋପାଳ ଚନ୍ଦ୍ର ଜେନା, ସାଧାରଣ ସମ୍ପାଦକ କଳ୍ପନା ସାହିତ୍ୟ ସଂସ୍କୃତି ଓ ସାମାଜିକ ପରିଷଦ। कौन सामाजिक सम्मेलन आज कार्यक्रम रही ଆମେ ଡିସେମ୍ବର 6 ଶୁକ୍ରବାର ଜୟଦେବ ଭବନରେ ସକାଳ 9ରୁ 3ଟା ପର୍ଯ୍ୟନ୍ତ ଆମେ କାର୍ଯ୍ୟକ୍ରମ ରଖିଛୁ। ତା ଭିତରେ ଆମେ ରଖିଛୁ ସାଂସ୍କୃତିକ କାର୍ଯ୍ୟକ୍ରମ, କବି ସମ୍ମିଳନୀ ଏବଂ ବିଭିନ୍ନ କ୍ଷେତ୍ରରେ ସାହିତ୍ୟ, ସଂସ୍କୃତି, ସମାଜସେବା, ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ଆମେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାର ବ୍ୟବସ୍ଥା ଅଛି। ଏଥିରେ ମୁଖ୍ୟ ଅତିଥି ସୂର୍ଯ୍ୟବଂଶୀ ସୁରଜ, ଉଦ୍ଘାଟକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଅତିଥି ପ୍ରସନ୍ନ କୁମାର ପାଟଶାଣୀ, ସଭାପତି ଶଶଧର ପଣ୍ଡା, ବରେଣ୍ୟ ଅତିଥି କେଶବ ଚନ୍ଦ୍ର ରାଉତ, ସମ୍ମାନିତ ଅତିଥି ପରଶୁରାମ ପଣ୍ଡା ଏବଂ ମୁଖ୍ୟ ବକ୍ତା ସରୋଜ କୁମାର ସାମଲ ଏବଂ ସମ୍ମାନିତ ବକ୍ତା ଡାକ୍ତର ରବିନାରାୟଣ ପଣ୍ଡା ଯୋଗ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଆମର କଟକର ଅଗ୍ରଣୀ ଅନୁଷ୍ଠାନ କଳ୍ପନା ସଂସ୍କୃତି ସାହିତ୍ୟ ସମାଜସେବା ଓ ସମାଜସେବୀ ଅନୁଷ୍ଠାନ ତାର 24ତମ ବାର୍ଷିକ ଉତ୍ସବ ଡିସେମ୍ବର 6 ତାରିଖ ଶୁକ୍ରବାର ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜନ କରାଯାଇଛି କାର୍ଯ୍ୟକ୍ରମ କରିବା ପାଇଁ। ଏଥିର ଆମର ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ଏବଂ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସାଂସଦ ସାହିତ୍ୟିକ ପ୍ରସନ୍ନ ପାଟଶାଣୀ ଏବଂ ସୂଚନା ଲୋକ ସମ୍ପର୍କ ଡାଇରେକ୍ଟର ସରୋଜ କୁମାର ସାମଲ ଅତିଥି ହେବାର ଆମକୁ ସୂଚନା ଦେଇଛନ୍ତି। ଏବଂ ଏ ଅନୁଷ୍ଠାନର ମୁଖ୍ୟ ହେଉଛି ଭାଷା ସାହିତ୍ୟ ସଂସ୍କୃତିକୁ କିଭଳି ଆଗକୁ ନିଆଯାଇପାରିବ। ଏ ଯଦି ଭାଷା ସାହିତ୍ୟ ସଂସ୍କୃତି ଆଗକୁ ଯାଇପାରେ ଆମ ରାଜ୍ୟ ନିଶ୍ଚିତ ଆଗକୁ ଯିବ। ଏ ଅନୁଷ୍ଠାନ ଖାଲି ସାହିତ୍ୟକୁ ଆଗକୁ ନୁହେଁ, ଏ ସମାଜସେବା କ୍ଷେତ୍ରରେ ମଧ୍ୟ ବହୁତ ଆଗକୁ ଯାଇପାରନ୍ତି ଏବଂ ନାରୀମାନଙ୍କ ବିଷୟରେ ତାଙ୍କର କେମିତି ସ୍ୱାଧୀନତା ପାଇ ଆଗକୁ ଅଧିକ ବଢ଼ିପାରିବେ ସେ ବିଷୟରେ ଲକ୍ଷ୍ୟ କରି ତାଙ୍କରି ଉପରେ ଏକ ପରିକଳ୍ପନା ବୋଲି ପତ୍ରିକା ଉନ୍ମୋଚନ ବର୍ଷର 2 ଥର କରାଯାଏ। ତା ଦେହରେ କେବଳ ନାରୀମାନଙ୍କର ଭୂମିକା ରହିଛି ଏବଂ ଏହାର ମୁଖ୍ୟ ହେଉଛି ଭାଷା ସାହିତ୍ୟ ସଂସ୍କୃତିକୁ ଆଗକୁ ବଢ଼େଇବା। ଏହାକୁ ଆଗକୁ ନେବା ପାଇଁ ଆମେ ମୁଖ୍ୟ ଦେଉ କାହାକୁ, ଯେଉଁମାନେ ଅନ୍ଧକାର ଅଛନ୍ତି ଆଲୋକକୁ ଆଣିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରତ୍ୟେକ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆ। ସେଇମାନଙ୍କୁ ଧନ୍ୟବାଦ ଦେବି, ଅନୁରୋଧ କରିବି ସେମାନେ ଯେତେ ପ୍ରଚାର ପ୍ରସାର କରିବେ ଆମର ଭାଷା ସାହିତ୍ୟ ସଂସ୍କୃତି ଆଗକୁ ଯାଇପାରିବ, ଏତେବେଳେ ମାତ୍ର ସନ୍ଦେହ ନାହିଁ। सर ये केतम उत्सव এটা স্যার এটা 24তମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। समय केतटा आरंभ हो सर ସମୟ ସକାଳ 9ଟାରୁ 3ଟା ପର୍ଯ୍ୟନ୍ତ ଜୟଦେବ ଭବନରେ କାର୍ଯ୍ୟକ୍ରମ ଚାଲିବ। ଏଥିରେ ରହିଛି ସଭା କାର୍ଯ୍ୟ ରହିଛି, ସାହିତ୍ୟ ଆଲୋଚନା ରହିଛି ଏବଂ ସମ୍ବର୍ଦ୍ଧନା ରହିଛି, ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଆମେ ଆଶା ରଖିଛୁ କିଛି ଜିଲ୍ଲାରୁ ଆମର ଓଡ଼ିଶୀ ନୃତ୍ୟ ହେଉ ବା କୌଣସି ନୃତ୍ୟ ହେଉ ତାର ସାଂସ୍କୃତିକ କାର୍ଯ୍ୟକ୍ରମ ନିଶ୍ଚିତ ଏଥିରେ ରଖାଯିବ। ଏହି କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ପ୍ରତିବର୍ଷ ପାଳନ କରାଯାଉଛି। ତେଣୁ ଏ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ପାଳନ କରା 24ତମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏହି ବାର୍ଷିକ ଉତ୍ସବ ପାଳନ କରିବାର ହେଉଛି ଯେ ଆମର ଯୁବପିଢ଼ିମାନଙ୍କୁ କେମିତି ଆମେ ଆକର୍ଷିତ କରିପାରିବା ଏହି ସାହିତ୍ୟ କାର୍ଯ୍ୟକ୍ରମକୁ। ଆମେ ତାର ହେଉଛି ଏଇଟା ହେଉଛି ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ଯେ ଆମର ଭବିଷ୍ୟତର ଯେଉଁ ଅଛନ୍ତି ନାଗରିକ ବା ଆମର ଯେଉଁ ଭବିଷ୍ୟତର ଯେଉଁ ଯେଉଁମାନେ ୟୁଥ୍ସମାନଙ୍କୁ ଆମେ କିଭଳି ଭାବରେ ଆମର ଏ ସାହିତ୍ୟ ପ୍ରତି ଆକର୍ଷିତ କରିପାରିବୁ। କାରଣ ଦିନକୁ ଦିନ ଆମ ଓଡ଼ିଶା ସାହିତ୍ୟର ମାନ କମିଯାଉଛି। ତେଣୁ ତାହାକୁ ଆମେ କିଭଳି ଭାବରେ ବହୁତ ଭାବରେ ତାହାର ପ୍ରଚାର ପ୍ରସାର କରିପାରିବୁ। ବହୁ ଆମ ରାଜ୍ୟରେ ବହୁ କବିୟତ୍ରୀ ସବୁ ଅଛନ୍ତି, ସେମାନଙ୍କର ପ୍ରତିଭା ଲୋକଲୋଚନକୁ ଆଣିବା ଏହି অনুষ্ঠাନର ମୁଖ୍ୟ ଲକ୍ଷ୍ୟ। ଏବଂ ଯେଉଁ ରାଜ୍ୟର ସାହିତ୍ୟ ବା ମାତୃଭାଷା ଯେତେ ଉନ୍ନତ ସେ ରାଜ୍ୟ ସେତେ ଉନ୍ନତ ଏବଂ ଏହିସବୁକୁ ଆଖି ଆଗରେ ରଖି ଆମେ ପ୍ରତିବର୍ଷ ଏମିତି ବାର୍ଷିକ ଉତ୍ସବ ପାଳନ କରୁଛୁ। ଏଇଟା ସାହିତ୍ୟ ଆମର କଳ୍ପନା ସାହିତ୍ୟ ସଂସ୍କୃତି ଓ ସାମାଜିକ ପରିଷଦର ବାର୍ଷିକ ଉତ୍ସବ।